सोमवार प्रत्युष 5:50 ଶ୍ରୀମନ୍ଦିରର ଦ୍ୱାର ଫିଟାଯାଇ ଭିତର ଶୋଧ ହୋଇଥିଲା 6:20। 6:30 ଶ୍ରୀଜୀଉମାନଙ୍କର ମଙ୍ଗଳ ଆଳତି ହୋଇ ମଇଲମ ହୋଇଥିଲା 6:35। 7:05 ତଡ଼ପ ଲାଗି ହୋଇ ଅବକାଶ ପୂଜା ଠା ବସିଥିଲା 7:20। 7:25 ଅବକାଶ ପୂଜା ସମ୍ପନ୍ନ ହୋଇ 7:25ରୁ 45 ମଧ୍ୟରେ ଅବକାଶ ପୂଜା ସମ୍ପନ୍ନ ହୋଇ ମଇଲମ ହୋଇଥିଲା 7:50। 7:55 ରୋଷ ହୋମ ହୋଇ ବେଶ ଶେଷ ହୋଇଥିଲା 8:25। 8:50 ସୂର୍ଯ୍ୟ ପୂଜା ହୋଇ ଦ୍ୱାରପାଳ ପୂଜା ହୋଇଥିଲା 9:10। 9:20ରୁ 30 ମଧ୍ୟରେ ଗୋପାଳ ବଲ୍ଲଭ ପୂଜା ସମ୍ପନ୍ନ ହୋଇ 9:55 ସକାଳ ଧୂପ ଡାକି ଯାଇଥିଲା। 10:10 ସକାଳ ଧୂପ ଛେକ ବସି ପୂଜା ଆରମ୍ଭ ହୋଇଥିଲା 10:20। 10:50 ସକାଳ ଧୂପ ଟେରା ପଡି ଧୂପ ସମ୍ପନ୍ନ ହୋଇଥିଲା 11:05। ସକାଳ ଧୂପ ପ୍ରସାଦ ବାହାରି ପାଣି ପଡିଥିଲା 11:20। 11:35 ଭୋଗ ମଣ୍ଡପ ଡାକି ଯାଇଥିଲା। 11:55 ମଇଲମ ହୋଇ ବେଶ ଶେଷ ହୋଇଥିଲା 12:25। 1:10 ଭୋଗମଣ୍ଡପ ପୂଜା ସମ୍ପନ୍ନ ହୋଇ ମଧ୍ୟାହ୍ନ ଧୂପ ଡାକିଗଲା 1:30। 1:45 ମଧ୍ୟାହ୍ନ ଧୂପ ଛେକ ବସି ପୂଜା ଆରମ୍ଭ ହୋଇଥିଲା 1:55। 2:25 ମଧ୍ୟାହ୍ନ ଧୂପ ଟେରା ପଡି ଧୂପ ସମ୍ପନ୍ନ ହୋଇଥିଲା 2:50 ଦ୍ୱିତୀୟ ଭୋଗମଣ୍ଡପ ପୂଜା ଅନୁଷ୍ଠିତ ହୋଇଥିଲା। 2:50 ଦ୍ୱିତୀୟ ଭୋଗମଣ୍ଡପ ଡାକିଗଲା। 4:25ରୁ 35 ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ପୂଜା ସମ୍ପନ୍ନ ହୋଇ ମଇଲମ ହୋଇଥିଲା 5:10। 5:35 ବେଶ ଶେଷ ହୋଇ ସନ୍ଧ୍ୟା ଆଳତି ସମ୍ପନ୍ନ ହୋଇଥିଲା 5:40। 6:45 ସନ୍ଧ୍ୟା ଧୂପ ଡାକି ଯାଇଥିଲା। 6:55 ସନ୍ଧ୍ୟା ଧୂପ ଛେକ ବସିଥିଲା। ଏଥିଉତ୍ତାରେ ଶ୍ରୀମନ୍ଦିରର ଅନ୍ୟାନ୍ୟ ରୀତିନୀତି ସୁଚାରୁ ରୂପେ ସମ୍ପନ୍ନ ହେଉଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।